ମୋ ଧର୍ମର ଭାଇ ଥରେ ମୋତେ ତା ଘରକୁ ଡାକି ନେଇ ଏକୁଟିଆ ଥିଲାବେଳେ କିପରି ମୋତେ ଘଣ୍ଟା ଘଣ୍ଟା ଧରି ଗେହି ମୋ ପିଆକୁ ପୁରା ଦରଜ କରିଦେଇଥିଲା, ସେଇ ବିଷୟରେ ମୁଁ ଆଜି ଆପଣମାନଙ୍କୁ ଏଇ ଭିଡ଼ିଓରେ କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୋ ନାମ ହେଉଛି ରୋଜି। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ ପ୍ରିୟା ଟ୍ୟୁବ୍ ଚ୍ୟାନେଲ। ଏହି ଚ୍ୟାନେଲରେ ଆପଣମାନେ ହଟ୍ ଗିଆଁ ଭିଡ଼ିଓ ସବୁ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚିତ ଭାବରେ ଚିପିବେ, ଯାହାଫଳରେ ଆମ ଚ୍ୟାନେଲରେ ଛଡ଼ାଯାଉଥିବା ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖକୁ ଯିବ। ତ ଆସନ୍ତୁ ବର୍ତ୍ତମାନ ଜାଣିବା କିପରି ମୋ ଧର୍ମର ଭାଇ ମୋତେ ତା ଘରକୁ ଡାକି ନେଇ ଏକୁଟିଆ 2 ଘଣ୍ଟା ଧରି ମୋତେ ଘେହିଥିଲା ଏବଂ ମୋ ବିଆକୁ ପୁରା ଦରଜ କରିଦେଇଥିଲା। ସେହି ବିଷୟରେ ମୁଁ ଆପଣମାନଙ୍କୁ ଡିଟେଲ୍ସ କହୁଛି। ଥରେ ମୁଁ କଲେଜରୁ ଫେରୁଥିବା ସମୟରେ ମୋ ଧର୍ମର ଭାଇ ରାସ୍ତାରେ ଦେଖା ହେଇଗଲା। ସେ ମୋତେ ଦୋକାନକୁ ନେଇ ଥଣ୍ଡା ପିଇଲା ଏବଂ କିଛି ସମୟ କଥାବାର୍ତ୍ତା ହେଇସାରିଲା ପରେ ସେ ମୋତେ କହିଲା, ରୋଜି ଚାଲେ ଆମ ଘରକୁ ଯିବା। ମୁଁ କହିଲି କାହିଁକି? ସେ କହିଲା, ମା' ତୋତେ ଖୋଜୁଥିଲେ ଆଉ ମୋତେ କହିଥିଲେ ଯେ ଯଦି କେବେ ଦେଖା ହୁଏ ତ ତାକୁ ଘରକୁ ନେଇ ଆସିବା ପାଇଁ, ତେଣୁ ତୁ ଚାଲେ ଆଜି ଆମ ଘରକୁ ଯିବା। ମୁଁ କହିଲି ନାଇଁ ବର୍ତ୍ତମାନ ସମୟରେ ଘରକୁ ଯିବାଟା ଠିକ୍ ହେବ ନାହିଁ। ସେ କହିଲା, ଆରେ ନାଇଁ କିଛି ନାହିଁ, ତୁ ଯିବୁ ଆଉ ତୋତେ ଅଧଘଣ୍ଟା ପରେ ଆଣି ମୁଁ ତୋତେ ଛାଡ଼ିଦେବି। ମୁଁ ବି ସିଧା ସରଳରେ କଥାଟିକୁ ସହଜରେ ନେଇନେଲି ଏବଂ ତାଙ୍କୁ କହିଲି ହଉ ଚାଲେ। ଦେଇ ଆମେ କ'ଣ କଲୁ ନା 2 ଜଣ ଚାଲିଲୁ ତାଙ୍କ ଘର ଆଡ଼େ। ଘର ପାଖକୁ ଯାଇ ଯେତେବେଳେ ପହଞ୍ଚିଯାଏ ମୁଁ ଦେଖିଲା ବେଳକୁ ଘରେ କେହି ନାହାନ୍ତି। ମୁଁ କହିଲି ଆରେ କ'ଣ ହେଲା, ଘରେ ତ କେହି ନାହାନ୍ତି। ତାପରେ ସେ କହିଲା ବୋଧହୁଏ ଏଇ କୁଆଡ଼େ ଯାଇଥିବେ, ହଉ ତୁ ଭିତରକୁ ଆସ। ତାପରେ ମୁଁ ଯାଇ ଭିତରେ ବସିଲି। 5ରୁ 10 ମିନିଟ୍ ବସି ସାରିଲା ପରେ ମୁଁ କହିଲି ଯେ ଚଲ ଆଉ ଘରକୁ ଚାଲିଯିବା, କାହିଁକିନା କେହି ତ ନାହାନ୍ତି। ତାପରେ ସେ ଲାଗିକରି ମୋ ପାଖକୁ ଆସିଲା, ମୋ ପାଖରେ ବସି ମୋ ହାତଟିକୁ ଧରିଲା ଏବଂ କହିଲା, ରୋଜି ମୁଁ ତୋତେ ମିଛ କହିଛି। ମୁଁ କହିଲି କ'ଣ? ନା ଘରେ କେହି ନାହାନ୍ତି, ବାପା ଆଉ ବୋଉ ସେମାନେ ମାମୁଁ ଘରକୁ ଯାଇଛନ୍ତି, ତ ଏଇ ମୌକାରେ ମୁଁ ତୋତେ ଡାକିକରି ନେଇ ଆସିଛି। ମୁଁ କହିଲି କାହିଁକି? ସେ କହିଲା ତୁ କ'ଣ କିଛି ବୁଝିପାରୁନୁ? ଏହା କହି ସେ ମୋ ହାତଟିକୁ ଜୋରରେ ଜାବୁଡ଼ି ଧରିଲା ଏବଂ କହିଲା, ମୁଁ ତୋତେ ଘେହିବାକୁ ଇଚ୍ଛା କରୁଛି। ତାର ସେଇ ଘେହିବା କଥା ଶୁଣି ମୁଁ ପୁରା ଆଶ୍ଚର୍ଯ୍ୟ ହେଇଗଲି। ମୁଁ କହିଲି ଆରେ କ'ଣ କହୁଛୁ ତୁ, ଏମିତି କ'ଣ କହୁଛୁ? ସେ କହିଲା ଦେଖ, ମୁଁ ବହୁତ ଦିନ ହେଲା ତୋତେ ଏଇ କଥା କହିବି ମୌକା ଖୋଜୁଥିଲି, କିନ୍ତୁ ସେମିତି ମୌକା ମିଳୁନଥିଲା। ତ ଆଜି ସେଇ ମୌକା ଆସିଛି, ତୁ ଦୟାକରି ମନା କରନି, ମୋତେ ଟିକେ ଘେହିବାକୁ ଦେ। ଏଇ କଥା କହି ସେ ମୋତେ ଧରି କଣ୍ଢେଇ ପକାଇଲା। ମୁଁ ତାକୁ ମନା କରୁଥିଲି, ସେ କିନ୍ତୁ କିଛି ଶୁଣୁନଥିଲା। ସେ କ'ଣ କରୁଥିଲା ନା ମୋତେ ଖାଲି କିସ୍ ଉପରେ କିସ୍ ଦେଇ ଚାଲିଥିଲା। ମୁଁ ତାକୁ ବାରମ୍ବାର ମନା କରୁଥିଲି, କିନ୍ତୁ ସେ ଆସ୍ତେ କ'ଣ କରୁଥିଲା ନା କିସ୍ ଦେବା ସହିତ ମୋ ଦୁଧକୁ ମଧ୍ୟ ମୁଠେଇବାକୁ ଲାଗିଲା। ସେ ଯେତେବେଳେ କିଛି ସମୟ ମୋ ଦୁଧକୁ ମୁଠେଇଲା, ମୁଁ ଆଉ କଣ୍ଟ୍ରୋଲ ବାହାର ହେଇଗଲି। ଯେଉଁ ରେଟ୍ରେ ମୁଁ ତାକୁ ମନା କରୁଥିଲି ଆଉ ମନା କରିପାରିଲି ନାହିଁ। ମୋତେ ବି ନିଆଁ ଖାଇବାକୁ ଇଚ୍ଛା ହେଇଗଲା, ତେଣୁ ଆଉ ବେଶୀ ବିରୋଧ ମୁଁ କଲି ନାହିଁ। ଏମିତି କିଛି ସମୟ ସେ ମୋର ଦୁଧକୁ ଚିପୁଡ଼ିବା ପରେ ଆସ୍ତେ ମୋ ଚଡ଼ିରେ ହାତ ପୁରାଇଲା ଏବଂ ମୋ ଚଡ଼ି ଭିତରେ ଥିବା ବିଆରେ ହାତ ଗେଞ୍ଜି ତାହାକୁ ସଲସଲ କରିବାକୁ ଲାଗିଲା। କିଛି ସମୟ ଏମିତି ବିଆରେ ହାତ ବୁଲେଇ ସାରିଲା ପରେ ମୁଁ ପୁରା ପାଗଳ ହେଇଗଲି। ମୁଁ ତାକୁ
ଆଉ ବିରୋଧ କଲି ନାହିଁ। ସେ ଏଇ ମୌକାରେ କ'ଣ କଲା, ମୋତେ ସିଧା ନେଇ ତା ବେଡ଼ରୁମ୍କୁ ଚାଲିଗଲା ଏବଂ ତା ବେଡ଼୍ରେ ମୋତେ ଶୁଆଇ ଦେଇ ମୋର ସାର୍ଟ ଏବଂ ପ୍ୟାଣ୍ଟ ସବୁକୁ ଖୋଲିଦେଲା। ମୁଁ ପୁରା ଲଙ୍ଗଳା ହେଇଗଲି। ସେ ମୋର ଲଙ୍ଗଳା ଚେହେରାକୁ ଦେଖି ପୁରା ପାଗଳ ହେଇଯାଉଥିଲା। ଖାଲି ଚାଟି ପକାଉଥିଲା। କେତେବେଳେ ଦୁଧ ଚାଟୁଥିଲା, କେତେବେଳେ ପେଟ ଚାଟୁଥିଲା, କେତେବେଳେ ନାଇରେ ଜିଭ ବୁଲଉଥିଲା। ଏମିତି କ'ଣ ଯେ ସେ କରୁଥିଲା ତାର କିଛି ଠିକ୍ ଠିକଣା ନଥିଲା। ତାପରେ ଆସ୍ତେ ଆସ୍ତେ ସେ ତଳକୁ ଓହ୍ଲାଇଲା ଏବଂ ମୋ ବିଆରେ ତା ମୁହଁ ନେଇ ଗେଞ୍ଜିଲା। କିଛି ସମୟ ମୋ ବିଆକୁ ସେ ତା ହାତରେ ମୋ ବିଆ ଚାରିପାଖରେ ଥିବା ବାଳକୁ ସାଉଁଳେଇଲା। ତାପରେ ଆସ୍ତେ ଆସ୍ତେ ସେ କ'ଣ କଲା ନା ମୋ ବିଆରେ ତା ଜିଭକୁ ପୁରାଇଲା ଏବଂ ମୋ ବିଆକୁ ଚାଟିବାକୁ ଲାଗିଲା। ଯେମିତି ମହୁ ବସାରୁ ମହୁ ବାହାରିଲେ ଚାଟି ପକାଯାଏ, ସେମିତି ସେ ଖାଲି ମୋ ବିଆକୁ ଚାଟିଦେଲା। ସେ ଏହିପରି ଚାଟୁଥିବା ସମୟରେ ମୁଁ ଆଉ ନିଜକୁ ଆୟତ୍ତ କରିପାରିଲି ନାହିଁ। ମୁଁ ତାକୁ କହିଲି, ତୁମେ ଯାହା କରୁଛ ଶୀଘ୍ର କର, ମୁଁ ଆଉ ନିଜକୁ ସମ୍ଭାଳି ପାରୁନାହିଁ। ସେ ବି ସେୟା କଲା। ତାର ପ୍ୟାଣ୍ଟ ଆଉ ସାର୍ଟକୁ ପୁରା ଖୋଲିଦେଲା। ଖୋଲିଦେଇ ସେ ମଧ୍ୟ ପୁରା ଲଙ୍ଗଳା ହେଇଗଲା ଏବଂ ତଳେ ଛିଡ଼ା ହୋଇ ମୋତେ ମୋର ଦୁଇ ଗୋଡ଼କୁ ଉପରକୁ ଟିକିଏ ଟେକି ଧରି ସେ ତାର କାଣ୍ଡକୁ ମୋ ବିଆ ଭିତରେ ପଶେଇଲା। କିଛି ସମୟ ଖପ୍ ଖପ୍ କରି ଗେହିଲା। ତାପରେ ସେ କହିଲା, ରୋଜି, ତୁ ଗୋଟେ କାମ କର, ମୋ କାଣ୍ଡଟିକୁ ଟିକେ ଭଲ ଭାବରେ ଚାଟ। ତାପରେ ମୁଁ ମଧ୍ୟ ସେୟା କଲି। ତା ବାଣ୍ଡକୁ ପୁରା 5ରୁ 7 ମିନିଟ୍ ପର୍ଯ୍ୟନ୍ତ ଖାଲି ଚାଟିଲି। ଯେମିତି ଗରମ ଦିନରେ ଆଇସ୍କ୍ରିମ୍ ଖାଇଲେ ମଜା ଲାଗେ, ସେମିତି ତା ବାଣ୍ଡକୁ ଚାଟୁଥିବା ସମୟରେ ମୋତେ ବହୁତ ମଜା ଲାଗୁଥିଲା। ତାପରେ ସେ କ'ଣ କଲା ନା ତଳେ ଶୋଇଗଲା ଏବଂ ମୋତେ ତା ଉପରକୁ ନେଇନେଲା ଏବଂ କହିଲା, ତୁ ମୋତେ କେହେଁ। ମୁଁ ବି ସେୟା କଲି। ତଳେ ତାକୁ ଶୁଆଇ ତାର ବାଣ୍ଡରେ ମୋ ବିଆକୁ ପଶାଇଲି ଏବଂ ଖପ୍ ଖପ୍ କରି ମୁଁ ମଧ୍ୟ ଗେହିଁ ଚାଲିଲି। କଚ୍ କଚ୍ ଖପ୍ ଖପ୍ ଶବ୍ଦରେ ରୁମ୍ଟି ଉଛୁଳି ଉଠୁଥିଲା। କିଛି ସମୟ ଏମିତି ଗେଁ ଗେଁ ହେଇସାରିଲା ପରେ ତା କାଣ୍ଡରୁ ସବୁ ରସ ବାହାରିଗଲା। ସେ ଆସ୍ତେ ଆସ୍ତେ ନିସ୍ତେଜ ହେଇଯାଉଥିଲା। ମୁଁ କିନ୍ତୁ ମୌକା ଛାଡ଼ିଲି ନାହିଁ, କାରଣ ସେତେବେଳକୁ ମୋ ବିଆରୁ ରସ ବାହାରି ନଥିଲା। ତେଣୁ ମୁଁ କ'ଣ କଲି, ପୁଣି ତା ବାଣ୍ଡକୁ ପାଟିରେ ନେଲି ଏବଂ ପୁଣି କିଛି ସମୟ ଚାଟିଲି। କିଛି ସମୟ ପରେ ତା ବାଣ୍ଡ ପୁଣି ଷ୍ଟ୍ରଙ୍ଗ ହେଇଗଲା। ସେ ପୁଣି ଗେହିବାକୁ ଲାଗିଲା। ଏଥର କୁକୁର ଭଳିଆ ମୋତେ ସେ ଆଣ୍ଠେଇ ଦେଲା ଏବଂ ପଛ ପଟରୁ ମୋ ଗାଣ୍ଡି ପଟ ଦେଇ ମୋ ବିଆରେ ତା ବାଣ୍ଡକୁ ପଶାଇଲା ଏବଂ ସେହିପରି ଗେହିଁ ଚାଲିଲା। ଅଧଘଣ୍ଟା ଧରି ସେମିତି ଗେହିଁ ସାରିଲା ପରେ ମୋ ବିଆରୁ ସବୁ ରସ ବାହାରିଗଲା। ସେଦିନ ମୋ ଧରମ ଭାଇ ମୋତେ ପାଖାପାଖି 1.5 ଘଣ୍ଟା ଧରି ଏମିତି ଗେହିଥିଲା। ତାପରେ ଆମେ ଏମିତି ବହୁତ ଥର ଗିଆଁ ଗେଇଁ ହେଇଛୁ। ସେସବୁ ବିଷୟରେ ମୁଁ ଆପଣମାନଙ୍କୁ ପରବର୍ତ୍ତୀ ଭିଡ଼ିଓରେ କହିବି। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।